ଦେଖନ୍ତୁ କାଲି ସବୁଠୁ ପ୍ରଥମେ ଯେତେବେଳେ କେନ୍ଦ୍ରମନ୍ତ୍ରୀ କିଞ୍ଜର ପୁଅ ରାମମୋହନ ନାଇଡୁ ଯେତେବେଳେ ତାଙ୍କର ସୋସିଆଲ ମିଡ଼ିଆରେ କହିଲେ ତାଙ୍କର ଯେଉଁ ଅଞ୍ଚଳର ଲୋକମାନଙ୍କୁ ସେ ଧନ୍ୟବାଦ ଜଣାଉଥିଲେ ଏବଂ शुभेच्छा ଜଣାଉଥିଲେ। 2 ଦଶନ୍ଧି ଧରିକି ଏଇ ଯେଉଁ ପ୍ରକଳ୍ପଟା ଟ୍ରିବ୍ୟୁନାଲକୁ ଯାଇକି ଥିଲା, ଯେଉଁରେ ଡିସ୍ପ୍ୟୁଟ୍ ହେଇକି ଥିଲା, କାଲି ତାଙ୍କ ସପକ୍ଷରେ କୁଆଡ଼େ ଗ୍ୟାଜେଟ୍ ନୋଟିଫିକେସନ୍ ବାହାରିଛି, ସେଟାକୁ ସେ ବହୁତ ଖୁସିରେ ପ୍ରକାଶ କରିଥିଲେ। କିନ୍ତୁ ଆମେ ସବୁ ଜାଣିବାର ଦରକାର ଅଛି, ବର୍ତ୍ତମାନ ଇଏ ଯେଉଁ ପାଣିଟା ଷ୍ଟ୍ରିଟ୍ରୁ ସେଇଟା ଅରିଜିନ୍ ହେଉଛି ଓଡ଼ିଶାରୁ ଆସୁଛି ପାଣି ଆସିକି ସେଇଟା ରାୟଗଡ଼ା ପରେ ଗଜପତିରୁ ଜଷ୍ଟ ପୂର୍ବରୁ ଆନ୍ଧ୍ରାରେ ସେଇଟା ସେମାନେ ପ୍ୟାରେଡି ବ୍ରିଜ୍ କରିବା ପାଇଁ ଯେତେବେଳେ ଏବେ ନିଷ୍ପତ୍ତି ନେଇଛନ୍ତି, ଯେଉଁଟାକି 2 ଦଶନ୍ଧି ହେଲାଣି ତା ଉପରେ ରୋକ୍ କରିକି ଆମର ଅଞ୍ଚଳର ଲୋକ ଖାସ୍ ବ୍ଲକର 5ଟି ଗାଁ ସେଠି ବହୁତ ତା ଉପରେ ପ୍ରଭାବିତ ହେବା ପାଇଁ ଯାଉଛନ୍ତି। ସେମାନେ ସବୁବେଳେ ଆପତ୍ତି କରିକି ଆସିଥିଲେ। ତାପରେ ନ୍ୟାୟ ଦେବା ବିଚାରପତି ଆସିଲେ କାଲି ଯେତେବେଳେ ସପକ୍ଷରେ ଗୋଟେ ବଡ ବ୍ୟାରେଜ ବି କାଠରଗଡ଼ା ବ୍ୟାରେଜ ବି ଚାଲୁଥିଲା। ଆମର ଅଞ୍ଚଳରୁ ଆସିଥିବା ପାଣିଟା ବର୍ତ୍ତମାନ ତାଙ୍କ ଅଞ୍ଚଳରେ ଆସି ତଳମୁଣ୍ଡରେ ପହଞ୍ଚିଛି। ଆମକୁ ଯେତେବେଳେ ଅନ୍ୟାୟ ହେଉଛି, ଏଇଟା ନିହାତି ଭାବେ ବିଜେପି ସରକାର କେନ୍ଦ୍ରରେ ଅଛନ୍ତି, ରାଜ୍ୟରେ ପୂର୍ବରୁ 2017 ଯେତେବେଳେ ବିଜେପି ସରକାର ବିରୋଧରେ ସେମାନେ ଆସିକି ସେମାନେ ବି ଆସିକି ଏଠି ସେଇ ଅଞ୍ଚଳ ଯାଇକି କାଶୀନଗର ବ୍ଲକରେ ସେମାନେ ବି ଷ୍ଟ୍ରାଇକ୍ରେ ବସିଥିଲେ। ତାଙ୍କର ବି ଗୋଟେ ବଡ଼ ଆଶା ଥିଲା କି ଏଇଟାକୁ ଏ ପ୍ରକଳ୍ପଟା ବିଭିନ୍ନ ଆଗାମୀ ଦିନରେ ବି ମୁଁ ତାଙ୍କ ସ୍ପୋକ୍ସ ପର୍ସନର ପ୍ରତିକ୍ରିୟା ଶୁଣିଛି, ସିଏ ବି ତାକୁ ବିରୋଧ କରିବା ପାଇଁ ଯାଉଛନ୍ତି। ଗାଁ ଅଛି, ସବୁ ଲୋକମାନେ ତାଙ୍କର ଜୀବନ ଜୀବିକା କ'ଣ ହବାକୁ ଯାଉଛି, ପିଲାଙ୍କର ଭବିଷ୍ୟତ କ'ଣ, ଅନ୍ଧକାର ସମସ୍ତେ ଆଜି ଆତ୍ମହତ୍ୟାରେ ଅଛନ୍ତି। ଯୋଉଟା ଅଛି ନିହାତି ଭାବେ ସେମାନେ କଥା ବି ଆସିଥିବା ପାଣିଟାକୁ ବି ସେମାନେ ରୋଧ କିନ୍ତୁ ସବୁ କ୍ଷେତ୍ରରେ ଦେଖିଲା ବେଳେ କୋଉଠି ନା କୋଉଠି ବହୁତ ଅଣଦେଖା କରିଛନ୍ତି। କିଛି ଦିନ ପୂର୍ବରୁ ଆମେ ସମସ୍ତେ ଦେଖିଲି ସେଟାକୁ ନିଆଯିବ, ଯାହା ଯୋଗୁଁ କି ଆମର ଅର୍ଥନୀତି ବି ବହୁତ ଦୁର୍ବଳ ହେଇଯିବ। ତା ସହିତ ଉନ୍ନତି ଯୋଉ ହବାର ଥିଲା ସେଇଟା ବି ହବନି। ଗୋଟେ ପରେ ଗୋଟେ ସେମିତି ପୋଲବାରମ୍ କଥା କୁହନ୍ତୁ, କୋଟିଆ କଥା କୁହନ୍ତୁ, ଏସବୁ ଆନ୍ଧ୍ରର ସପକ୍ଷରେ ଯାଉଛି। ଆମ କୋଉଠି ନା କୋଉଠି ଗୋଟେ ସାବତମାର ନାମ ଉପରେ ଦେଖିବାକୁ ପାଉଛନ୍ତି। ବହୁତ ବଢ଼ିଆ ପ୍ରଶ୍ନଟି କରିଛନ୍ତି। ଆମେ ଯଦି 2 ବର୍ଷରୁ ଯଦି ଆକଳନ ଦେଖିବା, ଗୋଟେ କେନ୍ଦ୍ରରେ ଯୋଉ ବି କିଛି ବଡ଼ରୁ ବଡ଼ ପ୍ରକଳ୍ପ ଘୋଷଣା ହେଉଛି ସେଇଟା ଯାଉଛି ଆନ୍ଧ୍ରାକୁ। ଯେତେବେଳେ ଆମେ 19ଟା MP ଦେବା ବାଦ ବି ଆମକୁ କୋଉଠି ନା କୋଉଠି ଓଡ଼ିଶା ଅଣଦେଖା କରୁଛନ୍ତି। ଡବଲ ଇଞ୍ଜିନର ସରକାର ବର୍ତ୍ତମାନ ଆମର ରାଜ୍ୟରେ ବି ବିଜେପି ସରକାର ଅଛନ୍ତି, କେନ୍ଦ୍ରରେ ବି ଅଛନ୍ତି। ତାହେଲେ ଓଡ଼ିଶାବାସୀଙ୍କ ପ୍ରତି ଖାସ୍ କିନା ଆମର ଦକ୍ଷିଣ ଓଡ଼ିଶାବାସୀଙ୍କ ପ୍ରତି ଏତେ ଅଣଦେଖା କାହିଁକି ହେଉଛି?
गोटे आज समय आज ये प्रश्न मुझे जनसाधारण छोट छोट छुआ आज पचार काली जो वार्तार केन्द्रमंत्री जो कहते से कहते ओडिशा मुख्यमंत्री सहित भी कथा जदि ओडिशा मुख्यमंत्री कथा से जानी निहती समस्त को जो निर्वाचित प्रतिनिधि को खास ये अंचल जो मैंने स्थापित होगापी जाऊँ डाक आलोचना कर आवश्यकता था जानी आम तार आमर कौन प्रतिक्रिया थिला आमर कौन डिमांड थिला आमे तांको को निहात भाबे करथांतु काई माने से भी तो ये राज्यर सर्वासर्वी से सीएम अछंती आमर स्वार्थ रक्षा रहउछि तांकर सर्वोपरि से निहात भाबे एबे भी किछि ये आपको आमे चैलेंज करिया दरकार अछि जो सेमाने कहउछंती 50 भाग आमे नबा 50 भाग आंध्रा नबा किंतु कोट ना कोठी जदि आमर न्याचुरल फ्लोटा को जदि गोटे बैरेज भावे माने करबा को जिवे हमर एठी 4-5टा बड़ बड़ मेगा लिफ्ट चलछि छोट छोट रो 8-9टा मेगा लिफ्ट चलछि जोटा कि आगामी दिन रे जदि न्याचुरल फ्लो आसीबनी ताके जदि रखिबे ये से मेगा लिफ्ट को उठिबनी पानी ताले निहाती भाबे काशीनगर ब्लॉक रो विभिन्न पंचायत गुड़े को जो पानी वर्तमान पाई पार्टी वर्ष को पाखापाखि 2 थर भी पानी पाँच जो मरुड़ी हो पानी अभाव को निहाती भाव जनसाधारण पूरा रास्ता पर निहाती भाव इरिगेशन जो फेल हम ता सहित वाटर को धरिकी भी जो प्रकल्प थी सहित नष्ट हाँपाई जाटा को भी संपूर्ण भाव फेल हाँपाई जो आगामी दिन खाली कौन प्रचार प्रसार मध्यम रही कौन प्रकृत में जोटा कि लोक पानी पाइबार जो गोटे येटा अच्छे अधिकार अच्छे से आम वंचित करदे आगामी दिन जदि ये प्रकल्प जदि हाँपाई जाऊँ